ଏବେ ବି ସାମ୍ନାକୁ ଆସିଲା ବଡ଼ ଖବର ମୁଣ୍ଡ ଉପରେ ନିର୍ବାଚନ ମେଣ୍ଟ ଅଙ୍କକଷ ଫେଲ୍ ମାରିଥିବା ବେଳେ ଏବେ ଏକାକୀ ଲଢ଼ିବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦୁଇ ଦଳ। ଓଡ଼ିଶାର ଗୋଟିଏ ଗୋଟିଏ ଜିଲ୍ଲାରେ ଏମ୍ପି ଟିକେଟକୁ ନେଇ ଭାଜପା ଯେପରି ଜଣେ କେହି ବି ଫେଲ୍ ମାରିବେନି ଦେଖି ଚାହିଁ ହାତେମାପି ଚାଖେଣ୍ଡେ ରଖି ଗୋଟି ଚାଳନା କରିଛି। ଭାଜପାର ଲୋକସଭାପତି ତାଲିକା ଦେଖିଲେ ଯେ କେହି ବି କହିଦେବେ ଦଳ ରିକ୍ସ ନେବାକୁ ଚାହିଁନି। ଗତକାଲି ଅର୍ଥାତ୍ ଗୁରୁବାର ବିଜେଡ଼ିର ବହୁ ତୁଙ୍ଗ ନେତା ଯଥାକ୍ରମେ ରାଜନେତା, ଅଭିନେତା, ପଦ୍ମଶ୍ରୀ ସମ୍ମାନିତ ପଦ୍ମ ଧରିଛନ୍ତି। ଏହି ବଡ଼ ନେତାଙ୍କୁ ଭାଜପା କେଉଁଠି ଟିକେଟ୍ ଦେବ ସେ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ତେବେ ଭାଜପାର ପୂର୍ବ ତାଲିକାରେ ବହୁ ତୁଙ୍ଗ ନେତାଙ୍କ ଟିକେଟ୍ କଟିଯାଇଥିବା ବେଳେ ଘୋଷଣା ହେବାକୁ ଥିବା ବିଧାନସଭା ପ୍ରାର୍ଥୀ ତାଲିକାରେ କାହାର ଟିକେଟ୍ କଟିଛି ଏ ନେଇ ପ୍ରାର୍ଥୀଙ୍କ ଛାତିରେ ଛନକା ପଶିଛି। କାହାକୁ ଟିକେଟ୍ ଦିଆଯିବ ଆଉ କାହାକୁ କଟିବ ଏ ନେଇ ଶୀର୍ଷ ନେତା ତର୍ଜମା କରୁଛନ୍ତି। ନିକଟରେ ଯୋଗ ଦେଇଥିବା ଓଭିଏଟ୍ ନେତାଙ୍କୁ କେଉଁଠି ଟିକେଟ୍ ଦିଆଯିବ, କାହାର ବିଜୟ ସମ୍ମାନ ଅଧିକ, ଏହିଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଲୋକସଭା ନିର୍ବାଚନ ଜିତିବା ପାଇଁ ରାଜପା ଧୀରେ ଧୀରେ ବଳ ଗୋଟାଉଛି, ଭାଜପାଇ ଶକ୍ତି ବଢ଼ୁଛି। ଜଣେ ପରେ ଜଣେ ତୁଙ୍ଗ ନେତା ପଦ୍ମ ଧରୁଛନ୍ତି। ଟପ୍ ଲିଡର ଭର୍ତ୍ତୃହରି ମହତାବ ଭାଜପାରେ ମିଶିବା ପରେ ତାଙ୍କ କଟକ ସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଭର୍ତ୍ତୃହରିଙ୍କ ସହ ଭାଜପାର ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ ମଧ୍ୟ ଭାଜପା ଟିକେଟ୍ ଦେଇପାରେ ବୋଲି କୁହାଯାଇଛି। କନ୍ଧମାଳ ଲୋକସଭା ଆସନରୁ ସିଦ୍ଧାନ୍ତ ଓ ମୟୂରଭଞ୍ଜ ରାଇରଙ୍ଗପୁର ବିଧାନସଭାରୁ ଦମୟନ୍ତୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦିଲ୍ଲୀ ଯାଇ ଭାଜପାରେ ମିଶିବା ପରେ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କ ଆଗାମୀ ନିର୍ବାଚନ ରଣନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଇଛି ଯେ କଟକ ଓ ଲୋକସଭା ଆସନରୁ ଭାଜପାର ପ୍ରାର୍ଥୀ ହେଉଛନ୍ତି ଭର୍ତ୍ତୃହରି। 1998ରୁ ଲଗାତାର 6 ଥର ଜିତି ଆସିଥିବା ଭର୍ତ୍ତୃହରିଙ୍କୁ ବିଜେଡ଼ିର ଶତ୍ରୁଘ୍ନ ମିଶ୍ରଙ୍କ ବିରୋଧରେ ପ୍ରାର୍ଥୀ କରିବା ବିଜୟୀ ହେବାକୁ ପ୍ଲାନ୍ କରିଛି ଭାଜପା। 2009-2014ରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡ଼ି ଟିକେଟରୁ ଲଢ଼ି ବିଜୟୀ ହୋଇଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଏଥର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରଦୀପ ମହାପାତ୍ର ଏଥର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଭାଜପା ଟିକେଟ୍ ଦେଇଥିବାରୁ ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିପାରେ ବୋଲି କୁହାଯାଇଛି। ଆଉ ଯଦି ବ୍ରହ୍ମପୁର ନ ହୁଏ ତାହେଲେ କନ୍ଧମାଳ ଲୋକସଭା ଆସନରୁ ସିଦ୍ଧାନ୍ତ ଛିଡ଼ା କରିପାରେ ଭାଜପା, ଯେଉଁଥିରେ ଅଚ୍ୟୁତ ସାମନ୍ତଙ୍କ ଟିକେଟ୍ ଦେଇଛି ବିଜେଡ଼ି। ସେହିପରି ବିଶିଷ୍ଟ ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ ପୁସ୍ତକ ଲେଖିଛନ୍ତି। ଆଉ ସେ ଆଦିବାସୀ ଚେହେରା ହୋଇଥିବାରୁ ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରୁ ଦମୟନ୍ତୀଙ୍କୁ ପ୍ରାର୍ଥୀ କରିବା ପାଇଁ ଭାଜପା ଚିନ୍ତା କରୁଥିବା ଅନୁମାନ କରାଯାଇଛି। ଭାଜପା 18 ଲୋକସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ 3ଟି ଆସନ ବାକି ରହିଛି, ଯାହା ଭିତରୁ ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ରହିପାରେ ବୋଲି କୁହାଯାଉଛି।